ପିଲାମାନେ ଦେଖିବା ଆମର ମାଥମେଟିକ୍ସ 2025-26 ଆନୁଆଲ ଏକ୍ଜାମ ର क्वेश्चंस राइट 2025-26 प्रोबेबल क्वेश्चंस है ना। क्वेश्चन नंबर 1 3x स्क्वायर माइनस x माइनस 2 इज इक्वल टू 0 ये समीकरण बीजोदय अल्फा और बीटा समीकरण बीजोदय अल्फा और बीटा हेले अल्फा पावर -1 बीटा पावर -1 र मान हला तो आम देखा ऑप्शन एबीसीडी भी देछि ए रे देछि 1 बी रे देछि 1/2 सी रे देछि -1/2 डी रे देछि डी रे -1 देछि हला तो एको बाहर करिया कहला हमें जो इक्वेशन टा लिखी छी इक्वेशन रो ए ए के ना x स्क्वायर रो कोएफिशिएंट होती है बी के ना x रो कोएफिशिएंट माने सहग जोटा सहग हला सी के एगु जानि गले हमको दरकार कोन 1/α प्लस अल्फा इनवर्स माने कोन 1/α एटा प्रथम बुझिवा दरकार बीटा इनवर्स माने 1/बीटा हला सेटा को हमें बाहर करिया अछि। अच्छा हमें कोन जानतु हमें जानू जे अल्फा प्लस बीटा होती केते -b/a माइनस ऑफ -1/3 माने +1/3 लाइक एवं अल्फा इनटू बीटा केते ना c/a माने -2/3 हला तो बर्तमान देखा 1/α प्लस 1/बीटा एटा को हम एमती लिखि परिबा अल्फा बीटा हला लसागु इटेस बीटा प्लस अल्फा एका कथा बीटा प्लस अल्फा जा अल्फा प्लस बीटा से हला ताले एटा केता असला अल्फा प्लस बीटा हमर केता बातला 1/3 बातला बाय अल्फा इनटू बीटा बातला -2/3 हला तमाने a3 कटि कोन पाई ना 1/3 इनटू -3/2 आस -3/2 हला ए 3 कटि गला तो आंसर हला -1/2 हला आंसर हला -1/2 तमाने कोटा वाला सीटा वाला -1/2 हला तो आराम से कले गोटे क्वेश्चन हो गला हमर एबे देखा क्वेश्चन नंबर 2 क्वेश्चन नंबर 2 कोन अछि ना के रो केउ मान पाई के रो केउ मान पाई
kx square minus 4x minus 4 is equal to 0. तो k रो q मान पाई kx square minus 4x minus 4 is equal to 0. ର ପ୍ରଭେଦକ r ପ୍ରଭେଦକ 64 ହେବ। 64 ହେବ ହେଲା ସରି ତ ଏଠି a ଅଛି କେତେ k b ଅଛି କେତେ -4 c ଅଛି କେତେ -4 ହେଲା ତ d ର ଫର୍ମୁଲା ପ୍ରଭେଦକ d is equal to b square minus 4ac ସଲ୍ୟୁସନ ହେଲା ଏଟା ହଉଛି ପ୍ରଭେଦକ ହେଲା ଏତିକି is equal to 64 କହିଛି ତା ମାନେ -4 ର ସ୍କୋୟାର -4 into k into c ହେଲା -4 is equal to 64 এটা ହେଲା 16 এটা ହବ 16 k ହେଲା 64 ହେଲା 16k ରହିଲା 64 minus 16 ହେଲା এটা হବ 48 k is equal to 48 by 16 ହେଲା ଅପସନ ବି ଦେଇଥିଲା ଅପସନ ଆମେ ଲେଖିନଥିଲେ ଅପସନ ଏ ରେ ଦେଇଥିଲା 1 b ରେ ଦେଇଥିଲା -3 c ରେ ଦେଇଥିଲା 3 d ରେ ଦେଇଥିଲା 5 ତ ଆମର ଆନ୍ସର ଆସିଲା 3 ତା ମାନେ सी ऑप्शन ହେଲା ଆନ୍ସର ହେଲା ତେବେ ଆରାମସେ ଆମେ କରୁଛେ ନା ନାଇଁ ଟିକେ ଭାବିଲେ ଆରାମସେ ସବୁ ଜିନିଷ ସବୁ ପାଠ ଗୁଡାକ ହେଇ ଚାଲିବ ନେକ୍ସଟ କ୍ୱେଶ୍ଚନ ଟା ଆମେ ଦେଖିବା ହେଲା କି ତ ନେକ୍ସଟ କ୍ୱେଶ୍ଚନ ହେଲା ଯଦି ଯଦି 2k plus 1 13 ଆଉ 5k minus 3 ଏକ ଏପି ର କ୍ରମିକ ପଦ ହୁଅନ୍ତି ହେଲା ଏଟା କ୍ରମିକ ପଦ ଅଛି ହେଲା କ୍ରମିକ ପଦ ହୁଅନ୍ତି ତେବେ କେ କେତେ ତେବେ କେ ଇଜ ଇକ୍ୱାଲ ଟୁ କେତେ ଏଟା ହେଲା ପ୍ରଶ୍ନ ତାହେଲେ ଏପି ର କ୍ରମିକ ପଦ ଏଗୁଡା ଯଦି হবে ତାହେଲେ କମନ ଡିଫରେନ୍ସ ଇଜ ଇକ୍ୱାଲ ଟୁ କେତେ ସେମ୍ ରହିବ 5k minus 3 minus 13 is equal to 13 minus 2k plus 1 ହେଲା ଏଟା ସମାନ ରହିବ this implies that 5k minus 16 is equal to 13 minus 2k minus 1 ହେଲା तो is equal to କେତେ ହେଲା 5k plus 2k a minus 2k ଟା ଏପଟକୁ ନେଇ ଆଇଲେ minus 16 ଟା ସେପଟକୁ ନେଇଯିବା 13 minus 1 plus 16 ହେଲା तो ये ହେଲା 7k is equal to 29 minus 1 28 k is equal to 28 by 7 ହେଲା ତ ପିଲାମାନେ ଆର ବି ଅପସନ ଦେଇଥିଲା ହେଲା ଅପସନ ଏ
ଦେଇଥିଲା 17, B ଦେଇଥିଲା 13, C ଦେଇଥିଲା 4, D ଦେଇଥିଲା 9 ହେଲା। ତ ଆମର ଆନ୍ସର କୋଉଟା ବାହାରିଲା? କେତେ ଆରାମସେ ଆମେ କଲେ, ହେଲା କି? ଦେଖିଦିଅ ଭଲ କରି। ତା ପରବର୍ତ୍ତୀ ପ୍ରଶ୍ନ ଆମେ ଦେଖିବା। ପ୍ରଶ୍ନ ନମ୍ବର କେତେ ସମାନ ଦେଖିକି ଦବ ହେଲା। ଗୋଟିଏ ଗୋଲକର ସମଗ୍ର ପୃଷ୍ଠତଳ, ଗୋଟିଏ ଗୋଲକର ସମଗ୍ର ପୃଷ୍ଠତଳ ହଉଛି ପୃଷ୍ଠତଳର କ୍ଷେତ୍ରଫଳ। କ୍ଷେତ୍ରଫଳ ହଉଛି 144, ନା ସରି 5544 ନା ବର୍ଗ ସେମି। 5544 ବର୍ଗ ସେମି ହେଲେ ତାର ଆୟତନ କେତେ ହେଲା? ଏହାର ଆୟତନ କେତେ? ପ୍ରଶ୍ନଟା ଏୟା। ତେଣୁ ଗୋଲକର ସମଗ୍ର ପୃଷ୍ଠତଳ ଫର୍ମୁଲା ଆମେ ପକେଇବା, ପକେଇକି ତା ଦେହର ଆୟତନ ବାହାର କରିବା ହେଲା। ତେଣୁ ପ୍ରଶ୍ନାନୁଯାୟୀ ସଲ୍ୟୁସନ ଆମେ ଦେଖିବା ହେଲା। ଗୋଟେ ଗୋଲକ, ଗୋଲକଟେ, ଗୋଲକର ରାଡିୟସ r ହେଲେ ତାର ସମଗ୍ର ପୃଷ୍ଠତଳ ହଉଛି 4πr²। ସମଗ୍ର ପୃଷ୍ଠତଳ କ୍ଷେତ୍ରଫଳ ହଉଛି 4πr²। ତ ପ୍ରଶ୍ନାନୁଯାୟୀ 4πr² ହେଲା କେତେ? 5544 ହେଲା। ତ r² ରେ କେତେ ହେଲା? 5544 by 4π। এটা କେତେ ହବ? 5544 by 4π ହେଲା କେତେ? ନା 2207। ଏଇଟା ହଉଛି 2207। ତ ତଳେ ଏଇଟା ରହିଲା ବେଳକୁ 22ଟା ତଳେ ରହିଯିବ, 7ଟା ଉପରକୁ ପଳେଇବ ହେଲା। ଏଇଠି ଆମେ କରିବା, କାଟିବା। 22 ଦୁଣେ 44 ଗଲେ 11 ରହିଲା, ହଁ 11 ରହିଲା, 114 ହେଲା 11, 4 22 ଦୁଣେ 44, 44 ଗଲେ 11, 114 କଟୁଛି। କାଟିବାକୁ ଦେଖିବ, 114 ହେଲା, 22 ପଞ୍ଚା 110, 22 ପଞ୍ଚା 110, 22 ଦୁଣେ 44 ହେଇଗଲା। ତ ଆକୁ କାଟିବା, 424, ତ ଏଇଟା 7 ବଢିଲା ଆଉ 63, 7 3 21 2, 742 2 44, 441 ବାହାରିଲା r²। ତାହେଲେ r କେତେ ହବ ଏଇଠି କାଟିଦବା। r ସମାନେ 441 ର ସ୍କୋୟାର ରୁଟ 21 ହେଲା। 441 ର ସ୍କୋୟାର ରୁଟ 21 ତ r ମିଳିଗଲା। ବର୍ତ୍ତମାନ ଘନଫଳ ବାହାର କରିବା ବା ଆୟତନ ହେଲା। ଆୟତନ କେତେ ହବ? ଆୟତନର ଫର୍ମୁଲା 4/3 πr³ ହେଲା। ପକେଇଦବା 4/3, ପାଇ ଜାଗାରେ 2207, 21 ର କ୍ୟୁବ, ମାନେ 3ଟା 21 ମୁଁ ମଲ୍ଟିପ୍ଲାଏ କରିଦଉଛି ହେଲା। ସହଜ ହବ କଟାକଟି କରିବାକୁ। 7ରେ କାଟିଲେ 7 3 21, 3 3 କାଟିଦେଲି ହେଲା। ତ ବଳିଲା କେତେ? 4 22 21 21, ବୁଝିହେଲା ନା ନାଇଁ?
21 ମଲ୍ଟିପ୍ଲାଏ କଲେ 441 ହଉଥିଲା, ତାମାନେ ଇଏ ହେଲା 2288, ଇଏ ହେଲା 441 ଗୁଣିଦବ ହେଲା। ଗୁଣିଦେଲେ କେତେ ହବ? 441 ଆମ ପିଲା ଟିକେ ଗୁଣନରେ ଢିଲା ହଉଛନ୍ତି। 8 832 3 832 3 35 ଏମିତି ଘାଙ୍ଗା ଲେଖିଯିବ ହେଲା। ଏଠି ବଳିବ 8 8 2 10 1 5 7 8 ହେଲା, 5 3 8 3 ବୁଝିଲ। ତ ଆନ୍ସର ହେଲା 3 8 8 0 8 ଘନ ଆସିବ, ଏଟା ଘନ ମିଟର, ସେଟା ବର୍ଗ ଥିଲା, ଘନ ସେଣ୍ଟିମିଟର ଥିଲା, ଘନ ସେଣ୍ଟିମିଟର ଆସିବ ମାନେ ସେଣ୍ଟିମିଟର କ୍ୟୁବ ଯୋଉଟା କହୁଛ ହେଲା। କେତେ ଆରାମସେ ହେଲା। ତ ବର୍ତ୍ତମାନ ଗୋଟେ ଲଙ୍ଗ କ୍ୱେଶ୍ଚିନ୍ ଟେ କରିବା। ଦି ଜଣ ପୁରୁଷ ଓ 3 ଜଣ ସ୍ତ୍ରୀ ଗୋଟେ କାମକୁ 5 ଦିନରେ ଶେଷ କରନ୍ତି। 5 ଦିନରେ ଶେଷ କରନ୍ତି। ସେଇ କାମକୁ 4 ଜଣ ପୁରୁଷ ଓ 9 ଜଣ ସ୍ତ୍ରୀ 2 ଦିନରେ ଶେଷ କରନ୍ତି। ତେବେ 1 ଜଣ ପୁରୁଷ ବା 1 ଜଣ ସ୍ତ୍ରୀ ସେଇ କାମକୁ କେତେ ଦିନରେ କରିବେ? ହେଲା, ଜଣେ ପୁରୁଷ ସେ କାମ କେତେ ଦିନ କରିବ ବା ଜଣେ ସ୍ତ୍ରୀ ସେ କାମ କେତେ ଦିନ କରିବ, କୋଶ୍ଚିନ୍ଟା ବୁଝିବା ହଉଛି ମେନ୍। ଏବଂ ଏଭଳିଆ କୋଶ୍ଚିନ୍ କି ଆମେ ପଢିକି ଯଦି ଇକ୍ୱେସନ ଟା ଲେଖିଦେଲେ ତାହେଲେ ସର୍ଭ ହେଲା ଆରାମସେ। ସଲ୍ୟୁସନ ସମାଧାନ ଦେଖିବା। ମନେକର 1 ଜଣ ପୁରୁଷ ସେ କାର୍ଯ୍ୟକୁ x ଦିନରେ କରନ୍ତି। 1 ଜଣ ପୁରୁଷ x ଦିନରେ କରନ୍ତି। 1 ଜଣ ସ୍ତ୍ରୀ y ଦିନରେ କରନ୍ତି ସେଇ କାର୍ଯ୍ୟଟା। ତାହେଲେ 2 ଜଣ ପୁରୁଷ ଯଦି ଲାଗିବେ ତାହେଲେ ଏ ଯୋଉ ଦିନଟା କମିଯିବ ନା ନାଇଁ। ତାହେଲେ 2 ଜଣ ପୁରୁଷ ପ୍ଲସ 3 ଜଣ ସ୍ତ୍ରୀ ହେଲା, 3 ଜଣ ସ୍ତ୍ରୀ କରୁଛନ୍ତି 5 ଦିନରେ ହେଲା।
ପ୍ରଶ୍ନାନୁସାରେ। ଦି ଜଣ ପୁରୁଷ କଲେ କେତେ କରିବେ? ଜଣେ ପୁରୁଷ x ଦିନରେ କରୁଛି, 2 ଜଣ ଲାଗିଗଲେ ଦିନ ସଂଖ୍ୟା କମିଯିବ। x/2 y/3 ସମାନ 5। ଏଟା ଇକ୍ୱେସନ 1 ହେଇଗଲା। ହେଲା, ସେଇପରି ୟାକୁ ଟିକେ ଭାବିବା, 4 ଜଣ ପୁରୁଷ 9 ଜଣ ସ୍ତ୍ରୀ। ହେଲା, ସେଇପରି ହେଲା x/4 4 ଜଣ ପୁରୁଷ ଯଦି କଲେ, ହେଲା, ପ୍ଲସ୍ 9 ଜଣ ସ୍ତ୍ରୀ କଲେ y/9 ସମାନ 2 ଦିନ ନେଲେ। ଏଟା ଇକ୍ୱେସନ 2। ବର୍ତ୍ତମାନ ସମାଧାନ କରିବା, ଭଲ କି ଦେଖ। ହେଲା, ଲେଖିବାକୁ ଚେଷ୍ଟା କର। ତ ବର୍ତ୍ତମାନ x/2 ପ୍ଲସ୍ y/3 is equal to 5। ये गोटे इक्वेशन। x/4 प्लस y/9 समान 2। या गोटे इक्वेशन। मु चाहूँगी x को समान करदेवी, मत सहज हम सल्व कर, नल y के समान कले भी हम। है मुझे धरा जाऊ 2 गुण देवी। 2 गुण देले कौन हम? एटा है जो x/2 इक्वेशन आसी जो कौन ना, एटा आसी जो x/2 प्लस 2y/9 इक्वल टू 4। है 2 गुण देले तान हम से इक्वेशन रे इक्वेशन को अपसारण करवा। x/2 प्लस y/3 समान 5, x/2 प्लस 2y/9 समान 4। है बर्तमान को माइनस कले एटा कटिला। है रहला केते y/3 माइनस 2y/9 समान 1। है आर लसा गो 9, एटा 3y माइनस 2y इक्वल टू 1 है। 3y माइनस 2y आस y, y/9 है 1, y है 9 into 1। 9 दिन जन स्त्री जदि कर 9 दिन समय लगे। है y रो मूल्य को जेकोसी इक्वेशन रे पकेवा, तो इक्वेशन 1 रे नेकी y रो मूल्य को पकेवा। है पकेले इक्वेशन 1 रे x रो मूल्य बाहर जो। है तो आम या निभेवा, निभे सीटी मूल्य पकेगी देखा कौन हो। x/2 प्लस 9/3 is equal to 5। तो x/2 is equal to एटा है जो 3 कटिगिरी सेपटे माइनस है जो 5 माइनस 3 समान 2। है that x is equal to 2 into 2। ये 2 टा देके ये गुणा है जो। है वज्र गुण जने पुरुष कले 4 दिन नब, जने स्त्री कले 9 दिन नब। है अति सिंपल अच्छी क्वेश्चन बुझा एवं ताको धारा लिखा, इक्वेशन लिखि सॉल्व करवा होची ट्रिक।